କାହିଁକି ବସୁନ? କଣ ହେଲା? ମତେ ପଚାରି ବସିବ? ଆଚ୍ଛା ଆଚ୍ଛା କଣ ପଚାରିବ କହିଲ? ହଁ ହଁ ବଡ ଭାଇ କହିଲି ପରା ପୁଅ ଝିଅ ମାନଙ୍କୁ ଆପଣଙ୍କ ଭାଷାରେ ଯିଏ ପୁଅ ଝିଅ ଆମ ଭାଷାରେ ସିଏ ହେଲା ପିଲା ଆଉ ପିଚିକା। ସେ ପୁଅ ଆଉ ଝିଅ। ପିଚିକା କାହିଁକି କୁହାଯାଉଛି ଜାଣିଛନ୍ତି? କାହିଁକି କହିଲ? ଝିଅକୁ ଯେତେବେଳେ 18-20 ବର୍ଷ ହବ ହଁ ସିଏ ପର ଘରକୁ ପିଚିକି ଯିବ। ସଂସାରର ନିୟମ। ଏଇ ନିୟମକୁ ନେଇକି ଆମେ କହୁଛୁ ସେଟା ସେ ଯାହା ବି ହେଉନା କାହିଁକି ବଡ ଭାଇ ଆଜି ବଡ ସୌଭାଗ୍ୟର ଦିନ। ଆଜ୍ଞା ଇଏ ପବିତ୍ର ଗ୍ରାମରେ ଇଏ ପବିତ୍ର ମଞ୍ଚରେ ସୁନ୍ଦର ପାଲାଟିଏ ପରିବେଷଣ କରିବା ପାଇଁ ଆଜି ଆମ୍ଭମାନଙ୍କୁ ନିମନ୍ତ୍ରଣ କରାଯାଇଛି। ବଡ ଭାଇ ଆଜ୍ଞା ଏସବୁ ଆମର କୁଳମଣି ମଉସାଙ୍କର ଆଶୀର୍ବାଦ ତାଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ଏତେ ବାନ୍ଧି ହୋଇଯାଇଛି ଯେ ଅନେକ ଜନ୍ମ ତପସ୍ୟା କରିବା ପରେ ମାର ଆଜି ଆମେ ଦୁର୍ଲଭ ଜନ୍ମ ପାଇଛେ। ଶ୍ରେଷ୍ଠ ଜନ୍ମ ପାଇଛେ ମନୁଷ୍ୟ ଜନ୍ମ। କାହିଁକି ଲୋ ମା? ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଆଜ୍ଞା ଏ ସଂସାରରେ ଯେତେ ଜୀବଜନ୍ତୁ ରହିଛନ୍ତି ବାପା ସମସ୍ତଙ୍କ ଠାରୁ ଶ୍ରେଷ୍ଠ ହେଲେ ମନୁଷ୍ୟ ଜନ୍ମ। କାରଣ ଆମ୍ଭେମାନେ ଯେଉଁ ମନୁଷ୍ୟ ଜନ୍ମ ଦୁର୍ଲଭ ଜନ୍ମ ପାଇଛେ ବାପା କାହିଁକି ଦୁର୍ଲଭ ଜନ୍ମ ହେଲା? କାହିଁକି? କାରଣ ଆମ୍ଭମାନଙ୍କ ପାଖରେ ଭଲ ମନ୍ଦ ବିଚାର କରିବାର ଶକ୍ତି ଅଛି। ଭୁଲ ଠିକ ବାଛିବାର ଆମେ ନିଷ୍ପତ୍ତି ଆପେ ଆପେ ନେଇଯାଇପାରୁ। ଆଜ୍ଞା ମନୁଷ୍ୟ ଜନ୍ମ ସେତେବେଳେ ଆମର ସାର୍ଥକ ହେବ ଲୋ ମା ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ଭାବ ଲଗାଇବା। ତାହେଲେ ବାପା ମୋର କହିବାର ତାତ୍ପର୍ଯ୍ୟ ଥିଲା ଆମେ କାହିଁକି ପ୍ରଭୁଙ୍କ ନାମ ନେଉଛେ? ପ୍ରଭୁଙ୍କ ନାମ ନେଲେ ଆମର କଣ ହୋଇଥାଏ? କି ଲାଭ ପାଇଁ ଆମେ ପ୍ରଭୁଙ୍କ ନାମ ନେଉଛେ ବାପା? ଦୀନକୃଷ୍ଣ ଦାସ ରସ କଲ୍ଲୋଳରେ ଅନୁପ୍ରାସରେ ଅତି ସୁନ୍ଦର ଭାବରେ ବାପା ପଦଟିଏ ବାଢି ଦେଇଛନ୍ତି।